ଧୁମଧାମରେ ପାଳିତ ହେଲା ଇଦ୍ ଉଲ୍ ଫିତର। ପରସ୍ପରକୁ ଆଲିଙ୍ଗନ କରି ଶୁଭେଚ୍ଛା ଜଣାଇଲେ ମୁସଲମାନ ଭାଇ ଭଉଣୀ। ଘସିପୁରା ବ୍ଲକ ପଣ୍ଡୁଆ ଗାଁର ମୁସଲମାନ ସମ୍ପ୍ରଦାୟ ଭାଇ ଭଉଣୀମାନେ ପବିତ୍ର ଇଦ୍ ଉଲ୍ ଫିତର ପର୍ବ ଶାନ୍ତି ଶୃଙ୍ଖଳା ସହିତ ପାଳନ କରିଛନ୍ତି। ପବିତ୍ର ରମଜାନ ମାସର ଶେଷ ଦିବସରେ ଏହି ଇଦ୍ ଉଲ୍ ଫିତର ପର୍ବ ପାଳନ ଅବସରରେ ସକାଳୁ ବିଭିନ୍ନ ଇଦ୍ଗାହ ଏବଂ ମସଜିଦ୍ରେ ସାମୂହିକ ନମାଜ ପାଠ କରାଯିବା ପରେ ପରସ୍ପରକୁ ଆଲିଙ୍ଗନ କରି ଇଦ୍ର ଶୁଭେଚ୍ଛା ଜଣାଇଛନ୍ତି। ଏ ଆମ ହେଉଛି ରମଜାନ ମାସ ଗୋଟେ ମାସ ଆମେ ଆମ ମାନେ ଓଷା ପାଳନ କରୁ। ଓଷା ପାଳନ କଲା ପରେ ଆମେ ଗୋଟେ ତାପରେ ଆମ ପରଦିନଟା ହେଉଛି ପର୍ବ ହୁଏ, ଗୋଟେ ଇଦ୍ ଉଲ୍ ଫିତର ହୁଏ। ସେ ଇଦ୍ର ସହିତ ସମସ୍ତେ ଏଥିରେ ମିଳିମିଶିକିରି ଆମେ ନମାଜ ପଢ଼ୁ। ପ୍ରେୟାର କରିଲା ପରେ ସମସ୍ତେ ଭାଇ ମାନେ ସବୁ ସମ୍ପର୍କ ମାନେ ଗଢ଼ି ଉଠନ୍ତି ଯେ ସମସ୍ତେ ଭାଇ ଆମର ନିଜର ଭିତରେ ମାନେ ଏକତା ସୃଷ୍ଟି କରିକି ସବୁ ପରସ୍ପରକୁ ମିଳନ କରନ୍ତି। ବିଶେଷ କ'ଣ ଆମର ଏଇ ଯେଉଁ ଆମର ବର୍ଷର ଥରେ ଗୋଟେ ରମଜାନ ମାସ ହୁଏ। ରମଜାନ ମାସରେ ଆମ ସେ ଗୋଟେ ମାସ ପୁରା ଆମର ଓଷା ରଖୁ। ଓଷା କଲା ପରେ ଆମର ଏଇ ଯେଉଁ ମାନେ ଭଗବାନଙ୍କ ଆମର ଏଥିରେ ବି ଅଛି ବାଣୀରେ ଯେ ଆମର ଗୋଟେ ଦିନ ସେଟା ଭଗବାନ ତରଫରୁ ଗୋଟେ ମାନେ ଖୁସିର ଦିନ ଗୋଟେ ମାନେ ରମଜାନ ମାସ ପରେ ହୁଏ। ପରେ ହେଲା ପରେ ତାପରେ ଆମେ ସମସ୍ତେ ମିଳିମିଶିକି ଏକତ୍ରିତ ହେଇ ଗୋଟେ ଜାଗାରେ ନମାଜ ପାଠ କରୁ। ନମାଜ ପାଠ କଲା ପରେ ଖୁସିର ଲହରୀ ଗୋଟେ ସମସ୍ତଙ୍କ ଭିତରେ ହୁଏ। ପଣ୍ଡୁଆ ଏବଂ ପଞ୍ଚହରା ମସଜିଦରେ ମୁସଲମାନ ଭାଇମାନେ ସକାଳ ସମୟରେ ଏକତ୍ରିତ ହୋଇ ସାମୂହିକ ନମାଜ ପାଠ କରିଥିଲେ। ଇଦ୍ ଉପଲକ୍ଷେ ଆଜି ଦୁଇ ଗାଁର ମୁସଲମାନ ସମ୍ପ୍ରଦାୟର ଲୋକମାନେ ଇଦ୍ ଶୁଭେଚ୍ଛା ଜଣାଇ ଖୁସି ମନାଇବା ସହ କବରସ୍ଥାନ ଯାଇ ପିତୃପୁରୁଷଙ୍କୁ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ। ଆଜିର ଦିନ ବଡ଼ ପବିତ୍ର ଦିନ, ଖୁସିର ଦିନ, ଆନନ୍ଦର ଦିନ, ଯାହାକି ଆମେ ଭଗବାନଙ୍କ ଆଦେଶ ପାଳନ କଲୁ। ଗୋଟେ ମାସ ଭୋକ ଉପାସ ଆଉ ରହିକି ଭଗବାନଙ୍କ ନମାଜ କୁରାନ ଆଉ ତରାବି ଯେଉଁ ଆମର ନମାଜ ହୁଏ, ସେଥିରେ ଆମେ ସମସ୍ତେ ଗୋଟେ ମାସ ପାଳନ କରିଲା ପରେ ଆଜି ଦିନ ଭଗବାନଙ୍କ ତରଫରୁ ଆମକୁ ଗୋଟେ ବହୁତ ଖୁସିର ଦିନ ଅବଦାନ ଦିଆଯାଇଛି ଆମକୁ। ଏ ଦିନରେ ଆମେ ବହୁତ ଖୁସିରେ ସମସ୍ତେ ପରସ୍ପର ଭିତରେ ମିଳନ, ପରସ୍ପର ଭିତରେ ଖାଇବା ପିଇବା ବହୁତ ମିଳିମିଶିକି ଆଜି ପାଳନ କରୁ। ବହୁତ ଖୁସିର ଆନନ୍ଦର ଦିନ ଆଜି। ବିଶ୍ୱ ଆମେ ଏ ପାଳନଟା ପୁରା ବିଶ୍ୱ ପାଇଁ ହେଉଛି। ପୁରା ବିଶ୍ୱରେ ଗୋଟେ ପୁରା ଶାନ୍ତିର ବାତାବରଣ ଯାଉଛି। ପୁରା ଯେଉଁଠି ମୁସଲମାନ ରହୁଛନ୍ତି ସମସ୍ତେ ପରସ୍ପରକୁ, ହିନ୍ଦୁ ମୁସଲମାନ ସମସ୍ତେ ପରସ୍ପର କିଛି ସମ୍ପ୍ରଦାୟର କିଛି ଆମର ଇଏ ନାହିଁ, ଭାବ ଭେଦ ନାହିଁ, ସମସ୍ତେ ମିଳିମିଶି ପାଳନ କରୁ। आज एक पवित्र ईद पर्व। ईद पर्व रे समस्ते आज एकाठी होई गोटे जगार नमाज पाठ करती। एक भाईचारार पर्व। आमे समस्ते एक मास उपवास करी तापर शेष दिन में आमे समस्ते आज एकाठी मस्जिद रे एकाठी हेतिलु। समस्ते आम सांगरे जोग देइतिले आनंदपुर समस्त बासिंदा आउ आखपाख अंचल रे थिबा समस्त बासिंदा माने समस्ते एका सांगरे एका जगार आमे मस्जिद रे एकाठी होई नमाज पाठ करूँ। आज खुशीर दिन समस्ते एकाठी मिलमिशि मिठा मिष्टान बंटन करवा, मिठा खाइबा। आपण मैंने देखिपे समस्त मिठा बंटन व्यवस्था करा आम मस्जिद तरफ आम कमिटी तरफ बहुत बहुत धन्यवाद। आमर माने आमर ग्रामवासी मान आम समस्त सहयोग कर भाईचारा पर्व पंडुआ जेहेतु ये बहुत पुराना जगह, ये आम समस्ते भाईचारा ही आज ये पर्व को पालन करते। हिंदू मुस्लिम समस्ते आमको हेल्प करती, समस्ते आमको जोड़ी की सहयोग करती, भाई माने आम ग्राम रे सहयोग करते। बहुत बहुत धन्यवाद जी। मैं यहाँ पर इमाम हूँ उड़ीसा में। आज अल्हम्दुलिल्लाह ईद उल फितर की नमाज लोगों ने अदा किया, मैंने इमामत किया और लोग हमारे इब्तिदा में जो है ईद उल फितर की नमाज अदा किया। अल्लाह तबारक व तआला ने बेहतर से यहाँ लोगों में एक मोहब्बत कायम रखा है। यहाँ पर जो है इस दिन का स्पेशल ये है कि मुसलमान आपस में इकट्ठा होते हैं और ईद उल फितर की नमाज अदा करते हैं और भाईचारगी का सबूत पेश करते हैं और अपने लिए, अपने अहल वयाल के लिए और अपने मुल्क की हिफाजत के लिए, मुल्क की शान और शौकत के लिए दुआ करते हैं। और ये अपने आप को महसूस करते हैं कि इस्लाम एक बेहतर मज़हब का नाम है। इसके साथ साथ अल्लाह के रसूल सल्लल्लाहु अलैहि वसल्लम की हदीस पर यह अमल करते हैं कि हमारा जिस मुल्क में जहाँ रहें अपने मुल्क की हिफाजत करें। हमारा इस्लाम आज के दिन सबसे स्पेशल हमें ये बताता है। आनंदपुर प्रभाती साहू को रिपोर्ट, जागृति लाइव मीडिया।